ଆମ ହଷ୍ଟେଲରେ କେମିତି କ'ଣ ସରସ୍ୱତୀ ପୂଜା ହେଇଥିଲା ଜାଣିବାକୁ ଚାହୁଁଛନ୍ତି ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖନ୍ତୁ। ତ ହ୍ୟାଲୋ ଭାଇ ମାନେ ତ ଆଜି ଟିକେ ଶୋଇକି ଉଠୁ ଉଠୁ ଲେଟ୍ ହେଇଗଲା କାହିଁକି ନା ସେପଟେ ଆମର ସରସ୍ୱତୀ ପୂଜା ପାଇଁ ଡେକୋରେସନ୍ ଚାଲିଥିଲା ନା ସେଥିପାଇଁ ଟିକେ ଶୋଇକି ଉଠୁ ଉଠୁ ଟିକେ ଲେଟ୍ ହେଇଗଲା। ତ ଏବେ ଚାଲ ଯିବା ଆମେ ବ୍ରସ୍ କରିବାକୁ ବ୍ରସ୍ କରିକି ଯିବା ସରସ୍ୱତୀ ପୂଜା ବୁଲିବାକୁ ଚାଲ। ତ ବ୍ରସ୍ କରିସାରି ଆମେ ଯିବା ସରସ୍ୱତୀ ବାଙ୍କ ପାଖକୁ ତ ଗାଧୋଇ ପରି ମୁଁ ଯାଇକି ରେଡ଼ି ହେଇଗଲି କଲେଜ ଯିବା ପାଇଁ କାହିଁକି ନା ସରସ୍ୱତୀ ପୂଜା ନା ଆଜି। ତ ସେପଟେ ଯାଇ ମୋ ସାଙ୍ଗକୁ ଡାକି ବାହାରି ପଡ଼ିଲି। ତ ଏବେ ଆମେ ଗଲୁ ସରସ୍ୱତୀ ମାଙ୍କ ପାଖକୁ ଆଜି ତ ଖାଇବାର ନାହିଁ ତ ଚାଲ ଯିବା ସରସ୍ୱତୀ ମାଙ୍କ ପାଖକୁ ପହଞ୍ଚାରି ମୋ ଭାଇ କହିଲା ଭାଇ ରହ ଟିକେ ମୁଁ ଟିକେ ଫଟୋ ଉଠେଇ ମୁଁ ନାଇଁ ତୁ ଚାଲ ଆସିଲି ଫଟୋ ଉଠେ। ତ ମାଙ୍କ ପାଖରେ ଆସି ଆମେ ପହଞ୍ଚିଗଲୁ। ପହଞ୍ଚିଗଲା ପରେ ସେଠି ସମସ୍ତେ ସବୁ ପିଲା ବି ଆସି ସାରିଲେଣି ନା ଆମ ଟିକେ ଲେଟ୍ ହେଇଗଲା କାହିଁକି ନା କାଲି ରାତି ବହୁତ ଯାଇଥିଲା ନା ଡେକୋରେସନ୍ କରି କରି ଉଠୁ ଉଠୁ ଟିକେ ଲେଟ୍ ହେଇଗଲା। ତାପରେ ଏଠି କିଛି ସମୟ ବସିଲା ପରେ ଫାଇନାଲି ପୂଜା ସରିଲା। ତାପରେ ଆମେ ସାଙ୍ଗମାନେ ମିଶି ପୁଷ୍ପାଞ୍ଜଳି ଦେଇ ପଳେଇଲୁ ପଡ଼ିଆକୁ ଫଟୋ ଫଟୋ ଉଠେଇବୁ ନା। ତ ଏଠି ମୋ ସାଙ୍ଗ ଫଟୋ ଉଠେଇ ସାରିଲା ପରେ ମୁଁ ବି ଟିକେ ଫଟୋ ଫଟୋ ଉଠେଇଦେଲି ସମସ୍ତ ସହିତ। ଫଟୋ ଉଠେଇ ସାରିଲା ପରେ ଚାଲିଲି ଏବେ ଖାଇବାକୁ କାରଣ ଖାଇବାର ଅଛି ନା ଭୋକ ବି କଲାଣି ସକାଳୁ କିଛି ଖିଆ ହେଇନି। ତ କ୍ୟାଣ୍ଟିନ୍ରେ ଆସି ଆମେ ଖାଇଦେଲୁ। ପୂଜା ପର୍ବ ହେଲା ଆମର ଖାଇବା ବି ଭଲ ଏ ଆମ କଲେଜରେ। ତ ଆମେ ଖାଇ ପିଇ ସାରିଲା ପରେ କ୍ଷୀରି ବି ଖାଇବା ନା କ୍ଷୀରି ତ ବହୁତ ଟେଷ୍ଟ। କ୍ଷୀରି ଖାଇସାରି ପଳେଇ ଆଇଲୁ ହଷ୍ଟେଲ। ତ ଭାଇ ସରସ୍ୱତୀ ତ ପୂଜା ଶୋଇଲା ତ ଆଗକୁ ଆମର ଫଙ୍କସନ୍ ବି ଅଛି ନା 30 ତାରିଖରେ ଦେଖିବାକୁ ଜମା ଭୁଲିବେନି। ତ ବହୁତ ବଢ଼ିଆ ବି ହୁଏ ମୁଁ ତମକୁ ଦେଖେଇବି। ତ ଏବେ ମୁଁ ରହୁଛି ବାଏ ବାଏ।